ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକମାନଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ତାମ୍ପରା ତରଙ୍ଗିଣୀ। ବର୍ତ୍ତମାନ ଏହାର ମଜା ନେଇଛନ୍ତି ପର୍ଯ୍ୟଟକ। ଏପରିକି କାର୍ଯ୍ୟକ୍ରମରେ ଅଞ୍ଚଳର କଳାକାରମାନେ ନିଜ ପ୍ରତିଭା ଦେଖାଇଛନ୍ତି। ଛତ୍ରପୁରର କଳା ବିକାଶ କେନ୍ଦ୍ର, ଡିଏସ୍ଆର୍ ଡ୍ୟାନ୍ସ ଏକାଡେମୀ ଏବଂ ନଟରାଜ କଳାକେନ୍ଦ୍ରର କଳାକାରମାନେ ଓଡ଼ିଶୀ, କୁଚିପୁଡ଼ି, ଭଜନ ସହିତ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ପ୍ରତି ରବିବାର ସନ୍ଧ୍ୟାରେ ଏଭଳି କାର୍ଯ୍ୟକ୍ରମ କରାଯିବ। ତାମ୍ପରା ହ୍ରଦ ପ୍ରାୟ 300 ହେକ୍ଟର ଜାଗାରେ ରହିଛି। ଏହାର ଗୋଟିଏ ପାର୍ଶ୍ୱରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟ ପାର୍ଶ୍ୱରେ ବେଳାଭୂମି। ସରକାର ତାମ୍ପରାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି। ଏଠାରେ ଏବିସି ବୋଟିଂ କ୍ଲବ ପକ୍ଷରୁ ବୋଟିଂ, ୱାଟର ସ୍ପୋର୍ଟସ, ଜେଟି ଆଦି ବିଭିନ୍ନ ପ୍ରକାରର ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ବୋଟିଂରେ କିଛି ଯେପରି ଅଘଟଣ ନ ହେବ ସେଥିନିମନ୍ତେ ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆଯାଉଛି। ଗଞ୍ଜାମ ଛତ୍ରପୁରରୁ ପ୍ରଶାନ୍ତ କୁମାର ମହାରଣାଙ୍କ ରିପୋର୍ଟ, ତେଜ ଓଡ଼ିଶା।